ସେ ଗାଁରେ ଗୋଟେ ଗୋଷ୍ଠୀ କରିକି ଆମକୁ ଧମକ ଦେଉଛନ୍ତି ଆଉ ତମେ ଜମିଟା ଦିଅ ନହେଲେ ବାସନରେ ରହିବ ଆଉ ବାସନ ଆମକୁ ଦୋକାନ ବଜାର ସବୁ ବାସନ କରି କଥାବାର୍ତ୍ତା ବି ବନ୍ଦ କରିଛନ୍ତି ଆଉ ଆପଣଙ୍କ ଯେଉଁ ମାଙ୍ଗଳିକ କାମରେ ମନେକର ବାରିକ ଭାଇ ଯାଆନ୍ତି କି ବ୍ରାହ୍ମଣ ମାନେ ଯାଆନ୍ତି, ଯାଉଛନ୍ତି ସେମାନେ ସବୁ? ମାଙ୍ଗଳିକ କାର୍ଯ୍ୟରେ କୌଣସି କାର୍ଯ୍ୟରେ ସେ ଆମକୁ ସହଯୋଗ କରୁନାହାନ୍ତି। ଦୋକାନ ବଜାର ବି ବନ୍ଦ, କଥାବାର୍ତ୍ତା ବି ବନ୍ଦ। ସାର୍ ଆପଣଙ୍କ ନାଁ କ'ଣ? ଗୋବର୍ଦ୍ଧନ ପ୍ରଧାନ। ଆମେ ଜାଣିବାକୁ ପାଇଲେ ଆପଣଙ୍କୁ ଆପଣଙ୍କ ଗାଁରେ ସୋସିଆଲ ବୟକଟ୍ ରଖିଛନ୍ତି। ସୋସିଆଲ ବୟକଟ୍ ରଖିଛନ୍ତି କାରଣ କ'ଣ, କ'ଣ ପାଇଁ? କାରଣ ଗୋଟେ ଜମିକୁ ନେଇ ଜମିଟା ଆପଣଙ୍କର? ହଁ, ରେକର୍ଡ ଆମର। ହଁ। ସେ ଗାଁରେ ଗୋଟେ ଗୋଷ୍ଠୀ କରିକି ଆମକୁ ଧମକ ଦେଉଛନ୍ତି ଆଉ ତମେ ଜମିଟା ଦିଅ ନହେଲେ ବାସନରେ ରହିବ ଆଉ ଏବେ ବାସନ୍ଦ ରଖିଛନ୍ତି? ବାସନ ରଖିଛନ୍ତି। କ'ଣ କହୁଛନ୍ତି? କ'ଣ ଜମି ନଦେଲେ ତମକୁ ଆମେ ଗାଁରେ ମିଶେଇବୁ ନା। ହଁ, ରଖେଇ ଦେଉନାହାନ୍ତି। ମାନେ ବାସନ୍ଦଟା କ'ଣ କ'ଣ କେମିତି ଆପଣ ବାସନ୍ଦ ବୋଲି ଭାବୁଛନ୍ତି, କ'ଣ କେମିତି କରୁଛନ୍ତି? ବାସନ ଆମକୁ ଦୋକାନ ବଜାର ସବୁ ବାସନ କରି କଥାବାର୍ତ୍ତା ବି ବନ୍ଦ କରିଛନ୍ତି ଆଉ ଆପଣଙ୍କ ଯେଉଁ ମାଙ୍ଗଳିକ କାମରେ ମନେକର ବାରିକ ଭାଇ ଯାଆନ୍ତି କି ବ୍ରାହ୍ମଣ ମାନେ ଯାଆନ୍ତି, ଯାଉଛନ୍ତି ସେମାନେ ସବୁ? ମାଙ୍ଗଳିକ କାର୍ଯ୍ୟରେ କୌଣସି କାର୍ଯ୍ୟରେ ସେ ଆମକୁ ସହଯୋଗ କରୁନାହାନ୍ତି। ଦୋକାନ ବଜାର ବି ବନ୍ଦ, କଥାବାର୍ତ୍ତା ବି ବନ୍ଦ। ଆପଣ ଏ ସମ୍ପର୍କରେ OHRCରେ କହିଛନ୍ତି ଏବଂ ଲିଖିତ ଅଭିଯୋଗ ମଧ୍ୟ ଅଛି ଓଡ଼ିଶା ହ୍ୟୁମାନ୍ ରାଇଟ୍ସ କମିଶନରେ। ହଁ। ତାପରେ ଜିଲ୍ଲାପାଳ ଜାଣିଛନ୍ତି, ଜିଲ୍ଲାପାଳ ମଧ୍ୟ ପିସ୍ କମିଟି କରିଥିଲେ, ଆପଣମାନଙ୍କୁ ଡାକିଥିଲେ, ଗାଁ ଲୋକଙ୍କୁ ଡାକିଥିଲେ। ଏଠି ଗାଁ ଲୋକମାନେ କ'ଣ କହିଲେ? ଗାଁ ଲୋକମାନେ ସମସ୍ତେ ଏକମତ ଦେଇ ଦସ୍ତଖତ ଦେଇଛନ୍ତି, କିନ୍ତୁ ତାପରେ ବି ଆମକୁ କଲେକ୍ଟର ଡିସିସନ୍ କଲେ ତମ ତ ବିଚାର ହେଇଯାଇଛି, ବିଚାରରେ ଆଉ ଅସୁବିଧା କିଛି ନାହିଁ, ଆଉ ତମକୁ କ'ଣ ଆମେ ଆଉ ଥରେ କ'ଣ ପାଇଁ ଏଠି ଆସିଛ, ଆମେ ବିଚାର ଫାଇନାଲ କରିଦେଇଛୁ। ମାନେ ଆପଣଙ୍କର ଜାଗା ଯେହେତୁ ଆପଣଙ୍କ ନାଁରେ ଅଛି ଆପଣ ପାଇବେ ବୋଲି କଲେକ୍ଟର କହିଲେ, କଲେକ୍ଟର ସେମାନେ ତହସିଲଦାର କହିଲେ, ବିଡିଓ ଆସିଥିଲେ, ସମସ୍ତେ ଆମ ଫରରେ ଜାଗା ତମର ଗାଁରେ ଏଥିରେ କିଛି ନାହିଁ। କିନ୍ତୁ ସେମାନେ କିଛି ଖଳ ପ୍ରକୃତିର ଲୋକ ଆପଣଙ୍କ ସମ୍ପତ୍ତି କି ନେଇଯିବା ପାଇଁ ମସୁଧା କରିକିରି ସେମାନେ ଏଇ କଥା କରୁଛନ୍ତି ଯେ ଏବେ ଆପଣ ଥାନାକୁ ଆସିଥିଲେ ଯେ ଆପଣଙ୍କ ଗାଁରେ ଦିଅଁ ଭୋଗ ଖାଉଛନ୍ତି। ଆପଣ ଦିଅଁ ଭୋଗ ଖାଇଲା ଭିତରେ ଆପଣଙ୍କ ଦ୍ୱାରା ଦିଅଁ ଭୋଗ ଖାଇଲେ ନା? ଦିଅଁ ଭୋଗ ଖୋଇଲେ ନାହିଁ। ଆପଣ IIC କି କହିଲେ, IIC କ'ଣ କହିଲେ? IIC କି କହିଲେ, IIC ବି ଗାଁ ସାରା ଲୋକଙ୍କୁ ଡକେଇଥିଲେ। ଆଜ୍ଞା, ଡକେଇକି ତାଙ୍କୁ ବହୁତ ବୁଝେଇଲେ। କୋଉ ଦିନ ଡାକିଥିଲେ? କାଲି ଡାକିଥିଲେ। କାଲି ଡାକିକି ବୁଝେଇଲେ, କହିଲେ ତମେ ତାଙ୍କର କଲେକ୍ଟରଙ୍କର ଅର୍ଡର ଅଛି, ତାଙ୍କ ଦୁଆରେ ଭୋଗ ଖୁଆ, ନହେଲେ କଲେକ୍ଟରଙ୍କର ଯେଉଁ ଆଇନ ଅନୁସାରେ ମୁଁ ଯେଉଁ ଆଇନ କରିବା କଥା କରିବି। କିନ୍ତୁ ଭୋଗ ଖୋଇଲେ ନାହିଁ। ଭୋଗ ଖୋଇଲେ ନାହିଁ। ଯେ ଆହୁରି 4 ଦିନ ଅଛି। ଆହୁରି 4 ଦିନ ଅଛି। ଯେ ଆପଣ ଆଜି ଆସିଛନ୍ତି IIC ମହୋଦୟଙ୍କୁ ଦେଖା କରିବା ପାଇଁ। ଯଦି ଆଜି ବି ଭୋଗ ନ ଖୋଇଲେ ଆପଣ କ'ଣ କରିବେ ବୋଲି ଭାବୁଛନ୍ତି? କ'ଣ କରିବୁ ଆଉ IIC କି ଜଣେଇବୁ କି କଲେକ୍ଟରଙ୍କୁ ଜଣେଇବୁ କି SP କି ଜଣେଇବୁ, ଏହାକୁ ତ ଜଣେଇବୁ, ଆଉ କ'ଣ କରିପାରିବୁ ଆମେ? ଦେଖନ୍ତୁ, ଜଣେ ଆମେ ହିନ୍ଦୁ ହେଲା ପରେ ମଧ୍ୟ ହିନ୍ଦୁର କେମିତି ଶତ୍ରୁ, ନିଜ ଗାଁରେ ନିଜ ଭାଇକି ରଖେଇ ଦଉନି, ସ୍ୱାର୍ଥ ଦୃଷ୍ଟିରୁ କେମିତି ନିଜ ଭାଇକି ମଧ୍ୟ ଆମେମାନେ ରଖେନି। ଯେଉଁମାନେ ଆମେ ଆଜି କହୁଛେ ଯେ ସମାନତାର କଥା, ସ୍ୱତନ୍ତ୍ରତାର କଥା, ଭାଇଚାରାର କଥା, ଯେ କେମିତି ଦେଖନ୍ତୁ ଭାଇଙ୍କି ଆଜି ଭାଇଙ୍କ କଥା କହିଲା ବେଳେ ତାଙ୍କ ଆଖି ଛଳଛଳ ହେଇଯାଏ। ଆଜି ଭାରତ ସ୍ୱାଧୀନତାର ଏତେ ଦିନ ପରେ ମଧ୍ୟ ଖାପ ପଞ୍ଚାୟତ ନାଁରେ ସେଇ କୁରୁଣ୍ଟି ଗାଁରେ ଆଜି ଯେଉଁ ଅମାନବୀୟ ଘଟଣା ଘଟିଛି, ଆମେ ସମସ୍ତ ପ୍ରୋଗ୍ରେସିଭ୍ ଲୋକ ତାକୁ ଦୃଢ଼ ନିନ୍ଦା କରିବା ସହିତ ସେ ଭାଇ କେମିତି ନ୍ୟାୟ ପାଇବେ, ମୁଁ ଆପଣଙ୍କୁ କଥା ଦେଉଛି, ଆଜି ଆମେ ଜିଲ୍ଲାପାଳଙ୍କୁ ଫୋନ୍ କରିବୁ ଆଉ IICଙ୍କ ସହିତ କଥା ହେବୁ। ଆପଣ ନ୍ୟାୟ ପାଇଲା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଅଛୁ। ଥ୍ୟାଙ୍କ ୟୁ ଭାଇ।